ଅନେକ ଦିନ ତଳର କଥା। ଓଡ଼ିଶାର ଗୋଟିଏ ଛୋଟ ଗାଁରେ ଜଣେ ବୃଦ୍ଧ ବ୍ୟକ୍ତି ତାର 3 ପୁଅ ସହିତ ରହୁଥିଲା। ସେହି ବୃଦ୍ଧ ବ୍ୟକ୍ତିର ପୁଅମାନେ ସବୁବେଳେ ନିଜ ନିଜ ଭିତରେ ଝଗଡ଼ା କରୁଥିଲେ। ସେହି ବୃଦ୍ଧ ବ୍ୟକ୍ତି ଜଣଙ୍କ ନିଜର ପୁଅମାନଙ୍କ ଭିତରେ ସବୁବେଳେ ଝଗଡ଼ା ଦେଖି ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡ଼ିଥିଲା। ତେଣୁ ସେହି ବୃଦ୍ଧ ବ୍ୟକ୍ତି ଜଣଙ୍କ ନିଜ ପୁଅମାନଙ୍କ ଭିତରେ ସୁସମ୍ପର୍କ ସ୍ଥାପନା କରିବା ପାଇଁ ଚିନ୍ତା କରି ସେମାନଙ୍କୁ ଏକ ଶିକ୍ଷା ଦେବା ପାଇଁ ସ୍ଥିର କଲା। ଦିନେ ସେହି ବୃଦ୍ଧ ବ୍ୟକ୍ତି ଜଣଙ୍କ ନିଜର 3 ପୁଅମାନଙ୍କୁ ଡାକିଲା। ନିଜର ପୁଅମାନଙ୍କ ହାତରେ ଗୋଟିଏ ଲେଖାଏଁ ବାଡ଼ି ଦେଇ ସେମାନଙ୍କୁ ବାଡ଼ିକୁ ଭାଙ୍ଗିବା ପାଇଁ କହିଲା। ଏହା ଶୁଣି ସେହି ବୃଦ୍ଧର ପୁଅମାନେ ନିଜ ନିଜ ହାତରେ ଧରିଥିବା ବାଡ଼ିକୁ ଅତି ସହଜରେ ଭାଙ୍ଗିଦେଲେ। ତାପରେ ବୃଦ୍ଧ ବ୍ୟକ୍ତି ଜଣଙ୍କ କିଛି ବାଡ଼ିକୁ ଏକାଠି କରି ତାର ପୁଅମାନଙ୍କୁ ସେହି ବାଡ଼ିଗୁଡ଼ିକୁ ଭାଙ୍ଗିବା ପାଇଁ କହିଲା। ଏହା ଶୁଣି ବୃଦ୍ଧର ପୁଅମାନେ ସେହି ବାଡ଼ିଗୁଡ଼ିକୁ ଭାଙ୍ଗିବାକୁ ନିଜର ସମସ୍ତ ଶକ୍ତି ଲଗାଇଦେଲେ, କିନ୍ତୁ ସେହି ବାଡ଼ିଗୁଡ଼ିକୁ ଭାଙ୍ଗିବାରେ ଅସମର୍ଥ ହୋଇଥିଲେ। ଏହା ଦେଖି ସେହି ବୃଦ୍ଧ ବ୍ୟକ୍ତି ଜଣଙ୍କ ଜୋରରେ ହସିବାକୁ ଲାଗିଲା। ତାପରେ ସେହି ବୃଦ୍ଧ ବ୍ୟକ୍ତି ଜଣଙ୍କ ନିଜର ପୁଅମାନଙ୍କୁ କହିଲା, ଯଦି ତୁମେ 3 ଭାଇ ପ୍ରଥମ ବାଡ଼ି ପରି ଏକୁଟିଆ ରହିବ, ତେବେ ତମେ ସହଜରେ ହାରିଯିବ। କିନ୍ତୁ ତୁମେମାନେ ଯଦି ଏହି ବାଡ଼ିଗୁଡ଼ିକ ପରି ସବୁବେଳେ ଏକାଠି ରହିବ, ତେବେ ତୁମମାନଙ୍କୁ କେହି ହରାଇ ପାରିବେ ନାହିଁ। ବୃଦ୍ଧ ବାପାଙ୍କର କଥାରେ ପୁଅମାନେ ନିଜର ଭୁଲ ବୁଝିପାରିଲେ। ସେହିଦିନଠାରୁ 3 ଭାଇ ସବୁବେଳେ ଏକାଠି ରହିବା ପାଇଁ ତାଙ୍କର ବାପାଙ୍କ ଆଗରେ ପ୍ରତିଜ୍ଞା କଲେ। ସେହିଦିନଠାରୁ 3 ଭାଇ ଭଲରେ ମିଳିମିଶି ଜୀବନ ଅତିବାହିତ କରିଥିଲେ। ପିଲାମାନେ, ଏହି ଗଳ୍ପରୁ ଆମେ ଏହି ଶିକ୍ଷା ପାଇଲେ ଯେ ଏକତାରେ ହିଁ ପ୍ରକୃତ ଶକ୍ତି ରହିଥାଏ। ପିଲାମାନେ, ଏଠାରେ ଆଜିର ଭିଡ଼ିଓଟି ଶେଷ ହେଉଛି। ଆଶା କରୁଛି ଭିଡ଼ିଓଟି ତୁମକୁ ଭଲ ଲାଗିଥିବ। ଏହିଭଳି ମଜାଳିଆ ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅ।